ମାଡ଼ ହାଣ୍ଡି କଥା ଲେଖକ ଗୋପାଳ ଚନ୍ଦ୍ର ପ୍ରହରାଜ। ଏକ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ। ସେଇଟି ଭାରି ଗରିବ। ସେ ମାଆଟିଏ ପୁଅଟିଏ। ପୁଅ ନିତିଦିନ ଭିକ ମାଗିଯାଏ। 6 ଗାଁ ଗଲେ ସେରେ ଆଣେ, 9 ଗାଁ ଗଲେ ସେରେ ଆଣେ। ଏମିତିକା ମହାପ୍ରଭୁଙ୍କ ତ ମାୟା ତ। ଦିନେ ସେ ଚକୁଳିଆ ପଣ୍ଡା କେତେ ଆଡ଼ ବୁଲିଲା ଯେ ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ। ଲୋକେ ଭିକ ଦେବେ କ'ଣ? ବେଳକୁ ତାକୁ ଗାଁ ପିଲାଏ ସବୁ ଟେକା ବୁଲୁଅ ଲଦି ମାଡ଼ ମାରି ତଡ଼ିଦେଲେ। ପଛକୁ ଚକୁଳିଆ ପଣ୍ଡା ବିଚରାଟି କାନ୍ଦି ବୋବେଇ ପଳେଇ ଆଇଲା। ବିଚାରିଲା, ଆଉ ଏ ନିର୍ଲଜ୍ଜ ମୁହଁ ଦେଖାଇବାକୁ ଘରକୁ ଯିବି ନାହିଁ। ୟା ବିଚାରି ଚୋରକୁ ମାନ ମାରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଜାଉଁଳିଟିଏ ପକେଇ ଯାଉଥାଏ। ଯାଇ ଯାଇ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ। ସେଥିରେ କଳା ଭଅଁର ଭଳି ପାଣି। ପୋଖରୀ ଚାରିପାଖ ଯାକ ଶଙ୍କ ମଲମଲ ପଥରରେ ପାହାଚ ବସିଛି। ୟାର ତ ସେତେବେଳେ ଭୋକ ଶୋଷରେ କରଡ଼ି ଜଳୁଥାଏ। ଏ କ'ଣ କରିବ? ତାକୁ ଆଉ ବୁଦ୍ଧି ବାଟ ଦିଶୁନଥାଏ। ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲଥକିନି ବସିଗଲା। ଆମେ ଲଥକିନି ବସୁ ଯେତେବେଳେ ମଣିଷ କ'ଣ ହାଲିଆ ହେଇଯାଏ, ନିସ୍ତେଜ ହେଇଯାଏ, ବଳ ପାଏ ନା, ସେତେବେଳେ ସେ କ'ଣ ଲଥକିନି ବସିଯାଏ। ଦେଖିଲା ବେଳକୁ ସେ କାଚ କେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି। କାଚ କେନ୍ଦୁ ସଫା ସୁନ୍ଦର। 7 ତାଳ ପାଣିରେ ରୂପା ପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକ ଜକ ଦିଶିବ। ମାନେ ଏତେ ସ୍ୱଚ୍ଛ ପାଣି, ଏତେ ସଫା ପାଣି। ରୂପା ପାତିଆ ଯଦି ଗହିରରେ ପକାଯାଏ ତାହା ମଧ୍ୟ ଉପରକୁ ଦିଶିବ। ଚକୁଳିଆ ପଣ୍ଡା ସେ ପାଣିରୁ ଚଳଚଳ କରି ତାର ଡାହାଣ ହାତରେ ଧରୁଥାଏ। ଏଣେ ମନକୁ ମନକୁ କ'ଣ ବାଁରେଇବା ପାଇଁ ମୁହଁରେ କହି ହେଉଥାଏ। ବାଁରେଇବା ମାନେ ହେଉଛି ଭୁଲେଇବା ପାଇଁ। ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, କ୍ଷୀରି ଖାଉଁ, କାକରା ଖାଉଁ, ନାନମାନ ଖାଉଁ, ପୋଟଳ ଚକୁଳି ଖାଉଁ। ନାନମାନ ମାନେ କ'ଣ ନା ସେ ଗୋଟେ ପ୍ରକାରର ଏକ ପ୍ରକାରର ପିଠା। ଏମିତି ଗୋଟିଏ ଦରବ ନାଁ ଧରୁଥାଏ, ଚଳେ ଲେଖାଏ ପାଣି ପିଉଥାଏ। ସେ ପୋଖରୀରେ ଗଙ୍ଗା ମାତା ଥାଆନ୍ତି। ଚକୁଳିଆ ପଣ୍ଡା ଡାକ ତାଙ୍କ କାନକୁ ବାଜିଲା। ଗଙ୍ଗା ମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ଗଙ୍ଗା ମାତା ହେଉଛି କିଏ? ନା ଭଗବାନ ଗଙ୍ଗା। ସେ ପାଣିରେ ରହନ୍ତି। ସେ ତ କାହା ବିକଳ ସହିପାରନ୍ତି ନାହିଁ। କିଏ? ନା ଗଙ୍ଗା ମାତା। ୟା ଡାକ ଶୁଣି ମନେ ମନେ ବିଚାରିଲେ, ଏ ଚକୁଳିଆ ପଣ୍ଡାଟି ସିନା ଭୋକ ବିକଳରେ ଏମିତି ହେଉଛି, ଦେବତାଙ୍କୁ ଅବା କେଉଁ ଦରବ ଅପରୂପ। ସେ କ'ଣ କଲେ ନା ଚକୁଳିଆ ପଣ୍ଡା ଯେତେକ ଦରବ ନାଁ ଧରି ଚଳାଏ ଚଳାଏ ପାଣି ପିଉଥାଏ, ସେତକ ବାରଜ ବାରଜ କରି ମାନେ ବାଛି ବାଛିକି ପ୍ରତି ସାମଗ୍ରୀ ଦନାଟି ମାନଙ୍କରେ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ। ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟା କଣ୍ଟି କରି ଘୋଡ଼େଇ ଦେଲେ। ତେଲୁଣି ମାନେ ଢାଙ୍କୁଣୀ। ଏ ଚକୁଳିଆ ପଣ୍ଡାଟି ଯେଉଁଠି ବସିଥିଲା ସେଇଠିକି ତୁନି କରି ଭସେଇ ଦେଲେ। ହାଣ୍ଡି ଭାସି ଭାସିକା ୟା ପାଖରେ ଆସି ଲାଗିଲା। ଚକୁଳିଆ ପଣ୍ଡା ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା। ଆଚମ୍ବିତ ମାନେ ଆଶ୍ଚର୍ଯ୍ୟ ହେଲା। ଏ ପାଣିରେ ଏ ହାଣ୍ଡି କେଉଁଠୁ ଆସିଲା? ଏଥିରେ କ'ଣ ଅଛି ଦେଖେ। ଇଏ ବେଚାରି ତେଲୁଣିଟିକୁ କାଢ଼ିଦେଲା ବେଳକୁ ତା ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, କ୍ଷୀରି, ପିଠା ଭଳିକି ଭଳି ଖଞ୍ଜା ହୋଇଛି। ସେଥିରୁ ସବୁ ବାମ୍ଫ ବାହାରୁଛି। ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧି ବାଟ ଦିଶୁନଥାଏ। କାହାକୁ? ନା ଚକୁଳିଆ ପଣ୍ଡାକୁ। କାହିଁକି? ନା ସେ ଯେଉଁ ଦ୍ରବ୍ୟ ଯେଉଁ ପଦାର୍ଥର ନାଁ ଧରିଥିଲା, ଖାଦ୍ୟ ପଦାର୍ଥର, କାରଣ ସେଇ ହାଣ୍ଡି ଧିରେ
ସବୁ ଭରାଭରି ହୋଇକି ଆସିଛି। ସେଥିପାଇଁ ଯେହେତୁ ଆକୁ ଭୋକ ହେଉଥିଲା ସେଥିପାଇଁ ତାକୁ ବୁଦ୍ଧିବାଟ ଦିଶୁନି ଖାଦ୍ୟ ପଦାର୍ଥ ସବୁ ଦେଖି ସେ କ'ଣ କଲା ନା ସେ ହାଣ୍ଡିକି ପାହାଚ ଉପରକୁ ଉଠାଇ ଆଣିଲା। ତାକୁ ତ ଭାରି ଭୋକ କରୁଥାଏ। ସେ ହାଣ୍ଡିରୁ ପଦାର୍ଥ ଯାକ କାଢ଼ି ପେଟ ପୂରା କରି ଖାଇଲା। ଜଣେ ମଣିଷ ତ କେତେ ଏମିତି ଖାଇବ? ଯେତେକ ଖାଇବାର ଖାଇଲା, ଦେଖିଲା ବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରିନଥାଏ। ଯେତେ ବଳିଲା ସେତକ ଗୋଟା ଗୋଟି କରି ସେ ହାଣ୍ଡିରେ ପୁରାଇଲା। କହିଲା, ଆକୁ ମୁଁ ଘରକୁ ନେବି ଯେ ମୋ ମା ଖାଇବ, ବାକି ଯାହା ବଳିବ ଫେରେ ଦୋଡ଼ା ଖାଇବି। ଦୋଡ଼ା ମାନେ ଦିଓଳା ଦୋବାରେ। ଖାଲି ହାତରେ ସିନା ଘରକୁ ଫେରିବୁ ନାହିଁ ବୋଲି ଋଷିକରୁ ଘରୁ ବାହାରି ଯାଉଥିଲା, ବର୍ତ୍ତମାନ ଏତେକ ଯେମିତି ହାତରେ ପଡ଼ିଲା ସେମିତି ୟା ମନ କୁଣ୍ଢେ ମୋଟ ହୋଇଗଲା। କାହାର? ଚକୁଳିଆ ପଣ୍ଡାର। ହାଣ୍ଡିଟିକି ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମୁହିଁଲା। ଘରେ ପହଞ୍ଚିଲା ବେଳକୁ ମା ଯାଇଥାଏ ଗାଁ ଭିତରକୁ ଦୁଃଖ କରିବାକୁ। ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା। ଘରେ ଖଣ୍ଡେ ମସିଣା ପାରି ଶୋଇଲା। ମା ଗାଁରୁ ଦୁଃଖ ଧନ୍ଦା କରି ପଶେ ଖୁଦ ପଣତା କାନିରେ ବାନ୍ଧି ଘରେ ଆସି ପହଞ୍ଚି ଦେଖେ ତ ପୁଅର ପେଟ ଟୁମାଟୁମ୍ ଦିଶୁଛି, ମାନେ ପୁରା ଭରିକି ଉପରକୁ ଦିଶୁଛି। ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି। ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟିଏ। ହାଣ୍ଡିଟିକେ ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିବ୍ୟ ସୁବାସ ଘିଅ ଅନ୍ନ, 6 ତିଅଣ 9 ଭଜା, କ୍ଷୀରି ପିଠା ଭରାଭର। ବୁଢ଼ୀ ତ ଭୋକରେ ଡହଳ ବିକଳ ହେଉଥିଲା। ତାକୁ ଏବେ କୋଟି ନିଧି ମିଳିଗଲା। ସେ ଆଉ ପୁଅକୁ ଉଠେଇବ କ'ଣ? ବାଡ଼ିକୁ ଯାଇ ବେଁ ଲମ୍ବର ଖଣ୍ଡେ କଦଳୀ ପତ୍ର କାଟି ଆଣିଲା। ହାଣ୍ଡିରୁ ଗୋଟି ଗୋଟି କରି ସବୁ ପଦାର୍ଥ କାଢ଼ିଲା। ଯେତେକ ମନ ଇଚ୍ଛା କରି ଖାଇଲା। ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା। ପୁଅ ଶୋଇଥିଲା। ଉଠି ମାଆକୁ ସବୁ କଥା କହିଲା। ଫେର ଉପର ଓଳି ହାଣ୍ଡିରେ ଯାହା ଥିଲା ମା ପୁଅ ଖାଇ ଅଠିଲ ହୋଇଗଲେ। ଅଠିଲ ମାନେ କ'ଣ? ବେଁ ହେଉଛି ଆମର କ'ଣ, 2 ହାତ 2 ପାଖକୁ ଲମ୍ବାଇ ଦେଲେ ଯେତେ ହେବ ସେମିତି ହେଉଛି କ'ଣ ନା ଅଠିଲ। ଅଠିଲ ମାନେ ହେଉଛି କ'ଣ? ମାନେ ଅଳି ଚଳି ନପାରିବା, ମାନେ ହଲି ନପାରିବା, ଏମିତି ଭାବରେ ସେ ଖାଇଛି ତା ମା। ହୁଙ୍କି ପାରୁନି, ଝୁକି ପାରୁନି। ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତାଇ ଦେଲା। ଆରେ ପୁତ, ଏତେ ମିହନ୍ତ କରି 6 ଗାଁ 9 ଗାଁ ବୁଲିବୁ କିଆଁ? କାଲି ସକାଳୁ ଫେର ଯାଇ ପୋଖରୀ କୂଳରେ ବସ, ଦେଖିବା ଦେଖି କ'ଣ ହେଉଛି। ମା ପୁଅ ୟା ବିଚରା ବିଚିରି ହୋଇ ଶୋଇଗଲେ। ସକାଳୁ ଚକୁଳିଆ ପଣ୍ଡା ତ କାଲିର ସୁଆଦ ପାଇଛି ନା, ସକାଳୁ ଉଠି ଧାଇଁଛି। ବଡ଼ି ଝପଟିରୁ ଉଠି ଗାଧୋଇ ଚିତା ଚୈତନ କାଟି ସିଧାଇ ଯାଇ ଏକଦମ ପଦ୍ମ ପୋଖରୀ କୂଳରେ ହାଜର। ଫେରେ କାଲି ଯେମିତି ଭାତ ଖାଉଁ ଡାଲି ଖାଉଁ ତିଅଣ କରୁଥିଲା, ଆଜି ସେମିତି ଚଳଚଳ କରି ପାଣି ପିଉଥାଏ, ଏଣେ ସେମିତି କହୁଥାଏ। ସତକୁ ସତ କାଲି ପରିକା ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା। ସେ ଆପେ ଆପେ ଯାହା ଖାଇବାର ଖାଇଲା, ବାକି ଯାହା ବଳିଲା ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା। ମା ଗାଁରୁ ବୁଲାବୁଲି ଆସି ଖାଇଲା। ଫେରେ ରାତିକି ମା ପୁଅ ଦିହେଁ ଢୋଲେ ଲେଖାଏ ଖାଇଲେ। ଢୋଲେ ମାନେ ପେଟ ଭରପୁର କରିକି। ଏମିତି ନିତିଦିନ ପୁଅ ହାଣ୍ଡିଟି ମାନ ଆଣେ, ମା ପୁଅ ଦିହେଁ ସେତକ ଖାଇ ପିଇ ଖାଲି ହାକୁଟି ମାରି ଗଡ଼ ଗଡ଼ଉଥାନ୍ତି। ପୁଅ ତ ଦେଖିଲା ଯେ ନୀତି ଫୋକଟରେ ତାକୁ ଦବ୍ୟ ସୁନ୍ଦର ଜ୍ୱାଇଁ ଭୋଜନ ମିଳିଲା। ମା ପୁଅ ଦେଖିଲେ ଯେ ବସିଲା ଠେଇଁ ତ ତାଙ୍କୁ ଆଧାର ମିଳିଲା। ପୁଅ ଆଉ ଭିକ ମାଗି ଗଲା ନାହିଁ, ମା ବି ଦୁଃଖ ଧନ୍ଦା କରିବାକୁ ଗଲା ନାହିଁ, କି କୁଟା ଖଣ୍ଡକ 2 ଖଣ୍ଡ କଲା ନାହିଁ। ଏମିତି ମହାପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗିଯାଇଥାଏ।
ଯେହେତୁ ସେମାନଙ୍କୁ ବିନା ପରିଶ୍ରମରେ ଏସବୁ ଖାଦ୍ୟ ପଦାର୍ଥ ମିଳିଲା, ତେଣୁ ସେମାନେ କ'ଣ ଆଉ ହଲିଲେ ନାହିଁ, ମାନେ କାମ ଟିକିଏ କଲେ ନାହିଁ, ପିଣ୍ଡାରୁ ଓହ୍ଲେଇଲେ ବି ନାହିଁ। ଏଣେ ଗଙ୍ଗାମାତା ବିଚାର କଲେ ଯେ ମା ପୁଅ ତ ନିକଟୁ ହୋଇ ବସିଲେ, ମାନେ ଅଳସୁଆ ହୋଇଗଲେ, କିଛି କାମ କଲେ ନାହିଁ। ୟାଙ୍କ ଦେଖାଦେଖି ସଂସାର ଯାକ ସମସ୍ତେ ତ କର୍ମ କୋଡ଼ିଆ ହେଇଯିବେ, ଠାପୁଆ ଅଳସୁଆ ହେଇଯିବେ, ଆଉ ଦୁଃଖ ଧନ୍ଦାକୁ ତ କେହି ଆଦରିବେ ନାହିଁ। ଆଙ୍କ ମୁହଁ ନ ଭାଙ୍ଗିଦେଲେ ହେବ ନାହିଁ। ଏଇଟା ପାଞ୍ଚି ଗଙ୍ଗାମାତା କୁଟଟିଏ ଭେଇଲେ, ମାନେ କିଛି ଗଙ୍ଗାମାତା ଏମାନଙ୍କର ମୁହଁ ଭାଙ୍ଗିବା ପାଇଁ କୁଟଟିଏ ନା ଚକ୍ରାନ୍ତ ଭେଇଲେ, କିଛି ଉପାୟ ଚିନ୍ତା କଲେ। ଦିନକର କ'ଣ ହୋଇଛି ନା, ଚକୁଳିଆ ପଣ୍ଡା ନେତି ଯେମିତି ଯାଏ, ସେଇଦିନ ବଡ଼ି ସକାଳୁ ଉଠି ସ୍ନାନ ପ୍ରକାର କରି ସେ ପଦ୍ମ ପୋଖରୀକି ଗଲା। ପାହାଚରେ ବସି ଯେମିତି ନୀତି କରେ ସେମିତି ସେଦିନ କଲା। ପାଣି ଚଳଚଳ ପିଉଥାଏ, ଏଣେ ମିଛରେ ମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚେଡ଼ି ଖାଉଁ, ଏଣ୍ଡୁରି ଖାଉଁ, ଏମିତି କହୁଥାଏ। ମନେ ମନେ ବିଚାର କରୁଥାଏ, ନୀତି ଯେମିତି ହାଣ୍ଡିଟିଏ ଭାସି ଆସେ, ସେମିତି ଭାସି ଭାସି ଆଜି ମୋ ପାଖରେ ଲାଗିଯିବ ଯେ ମୁଁ ସୁନା ପୁଅ ଭଳିଆ ତାକୁ ନେଇ ମା ପୁଅ ଦିଏଁ ଖାଇ ହେଣ୍ଡି ମାରି ବୁଲୁଥିମୁ। ଗଙ୍ଗାମାତା ବିଚାରିଲେ, ଦେଖ ୟାର କେଡ଼େ କଥା, ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମହାପୁଅ ଦିଏ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାନ୍ତି। ଦିହାଙ୍କୁ ଦିଏ ଗଣ୍ଡିଟି ମାନ ବାହାର କରି ବୁଲୁଛନ୍ତି। ଆଜି ପୁଳାଟାଏ ଆଚ୍ଛା କରି ନଦେଲେ ଇଏ ଚେତିବେ ନାହିଁ। ଗଙ୍ଗାମାତା ତ ସହଜ ଦେବତା, ତାଙ୍କୁ ଅବା କେଉଁ କଥା ଉବାର ଅଛି। ୟା ବିଚାରି ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ାଏ ବିଧା, ଚାପୁଡ଼ା, କହୁଣୀ, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା, ଏମିତି ଯେତେକ ମାଡ଼ ଏ ସଂସାରରେ ଅଛି ସବୁ ପୂରେଇ ଦେଲେ। ହାଣ୍ଡିଟି ଉପରେ ତେଲୁଣୀଟି କଣ୍ଟା କଟି କରି ନିବୁଜ କରି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ପାଖକୁ ଫସେଇ ଦେଲେ। ହାଣ୍ଡିଟି ଭାସି ଭାସିକା ଆସି ୟା ପାଖରେ ଲାଗିଲା। ଇଏ ତ ମନେ ମନେ ମିଠେଇ ଖାଇ ବସିଛି। ହାଣ୍ଡିଟିକୁ ଉପରକୁ ଟେକି ନେଇ ତେଲୁଣୀଟିକୁ କାଢ଼ିଦେଲା ବେଳକୁ ହେଲା ତ ତା ଉପରେ ମାଡ଼ ବୃଷ୍ଟି। ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତାପରେ ଗୋଇଠା, ପଛକୁ ରାମ୍ପୁଡ଼ା, କାମ୍ପୁଡ଼ା, ଉଫ୍ ଆହ ଉଫ୍ ଇଲୋ ବଉଲୋ, ଏମିତି ଖାଲି ତା ଅଷ୍ଟାଙ୍ଗ ଶରୀର ଯାକ ଦୁମ୍ ଦାମ୍ ଭୁସ୍ ଭାସ୍ ଲଦି ହେଇଯାଉଥାଏ। ଚଟକଣା ଖାଇ ଗାଲକୁ ଆଉଁସିଲା ବେଳକୁ ପିଠିରେ ଦୁଲ୍ କିନି ଗୋଟିଏ ବିଧା ବସୁଥାଏ। ଓ ଡହଳ ବିକଳ ହୋଇ ପିଠି ଆଉଁସିଲା ବେଳକୁ ଖୁଆ ମୁଣ୍ଡିରେ ଦି ଗୋଇଠା। ବେଳକୁ ବେଳ ସମୁଦ୍ର ଜୁହାର ମାଡ଼ି ଆଇଲା ଭଳିଆ ମାଡ଼ରେ କୁଆ ଛୁଆ ଉଡ଼ିଗଲା। ୟାକୁ ସେତେବେଳକୁ ଗୋଟାଏ ବୁଦ୍ଧି ପଇଟିଗଲା। ଇଏ କ'ଣ କରିବ ଭାବିଲା। ଝଟପଟ ଜୀବନ ବିକଳରେ ହାଣ୍ଡି ଉପରେ ତେଲୁଣୀଟାକୁ ଘୋଡ଼େଇ ପକେଇଲା। ଯେମିତି ଘୋଡ଼େଇ ପକେଇଛି ସେମିତି କିଏ ରାଣ ଦେଲା ଭଳିଆ ୟା ମାଡ଼ ବୃଷ୍ଟି ଥମିଗଲା। ଇଏ ଟିକିଏ ନିଶ୍ୱାସ ମାଇଲା ଚକୁଳିଆ ପଣ୍ଡା। ସେତେବେଳକୁ ଆ ଦିହ ହାତ ମାଡ଼ରେ ଗଡ଼ ଭଳିଆ ଫୁଲିଗଲାଣି। ଇଏ ରାଗରେ କମ୍ପମାନ ହେଉଥାଏ। କିଏ ମାଇଲା ବୋଲି ଦେଖିଛି ଯେ କାହା ଉପରେ ଦାଉ ସାଧିବ। ଶାଶୁ ମାରୁଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ, ମାରୁଥାଏ ଚୁଲି ମୁହଁକୁ। ସେମିତି ଚକୁଳିଆ ପଣ୍ଡା ତା ମା ଉପରେ ରାଗର ଜର ହେଉଥାଏ। ତା ମନ କଥା ମନରେ ଥାଏ। ସେ ହାଣ୍ଡିଟିକି ଉଠେଇ ଘରକୁ ନେଇ ଚାଲିଲା। ନୀତି ଯେମିତି ନେଇ ଶିକା ଉପରେ ଥୋଇଦିଏ, ସେମିତି ହାଣ୍ଡିଟିକି ଶିକା ଉପରେ ରଖିଦେଲା। ଭିକ ମାଲିକିଆକୁ ଗଲା ବାହାରି। ତା ମା ତ ଘରେ ନଥାଏ। ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠୁ ମା ଜମାରୁ ଦୁଃଖ ଧନ୍ଦା କରିବାକୁ ଯାଉନାହିଁ। ଗାଁ ଯାକ ଅଷ୍ଟଦଣ୍ଡ ପାଟ ଭଳିଆ ଦାଣ୍ଡି ମାରୁଥାଏ। ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ।
ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ। ଘର ଭିତରକୁ ପଶି ଚାହିଁଲା, ଶିକାରେ ହାଣ୍ଡିଟି ନିତିଦିନ ଭଳିଆ ଥୁଆ ହୋଇଛି। ସେ ତ ମାଇପି ଲୋକ, ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିବ। ହାଣ୍ଡିଟିକି ଶିକାରୁ ଥିରି କରି ଓହ୍ଲେଇ ଆଣି ଯେମିତି ତେଲିଣିଟିକୁ ସେ ହାଣ୍ଡିରୁ କାଢ଼ିଛି, ଆଉ ବୁଢ଼ୀ ଯାଏ କୁଆଡ଼େ। ହେଲା ତ ଉପରେ କୁଆ ପଥର ଛେଚା ଭଳିଆ ମାଡ଼। ଦୁଲ୍ ଦାଲ୍ ଗୋଟା ପରେ ଗୋଟା ବାଜି ଯାଉଥାଏ। ଉଫ୍ ଆଃ ଲୋ ବୋପାଲ ମରିଗଲି ଲୋ ହେଲା ବେଳକୁ ପିଠିରେ ଫିର୍ ଦିଟା ବସୁଥାଏ। ଲୋ ମାଲ ମରିଗଲି ହେଲା ବେଳକୁ କଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ। ଓହୋ, ଏତେ ଶୂନ୍ୟ ଶବଦ ହେଉଥାଏ। କେତେ ଖାଇବୁ ଖା, ଖା କ୍ଷୀରି ବୋଲି ବିଧାଏ, ଖା ପିଠା ବୋଲି ଗୋଇଠା, ଖା ମଉର ବୋଲି ବ୍ରହ୍ମ ଚାପୁଡ଼ାଏ। ବୁଢ଼ୀ ବିକଳରେ ଦିଆ ହାତ ଆଉଁସି ପକାଉଥାଏ। ଛଟପଟ ହୋଇ ତଳେ ଗଡ଼ି ଯାଉଥାଏ। ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଲା। ବୁଢ଼ୀ ଉଠି ପଡ଼ି ସେ ପଲଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକାଇଲା। ହାଣ୍ଡି ଉପରେ ଢାଙ୍କୁଣୀ ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼ ଅସରାଏ ବନ୍ଦ ହୋଇଗଲା। ବୁଢ଼ୀ ଟିକିଏ ନିଶ୍ୱାସ ମାଇଲା। କହିଲା, ଉଃ ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି, ଆଜି ପରାଦିନେ ମାଡ଼ ଖାଇଲି। ଏହା ବିଚାରି ସେ ହାଣ୍ଡିଟିକି ନେଇ ତା ବାଡ଼ି ଖତକୁଡ଼ ଗଦାରେ ଲଟିକିନି ରଖିଦେଲା। ବାଡ଼ି କପାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ି କରି ଶୋଇଲା। ହାଣ୍ଡିଟି ଉପରେ ପଲମ ଘୋଡ଼ିଆ ହୋଇଥାଏ। ସେଦିନ ଦଇବ ଯୋଗକୁ ରାତି ଅଧ ହେଲାଣି। ଗାଁ ଯାକ ସମସ୍ତେ ଖାଇ ପିଇ ନିର୍ଜନରେ ଶୋଇଲେଣି। ପଞ୍ଜାଏ ଚୋର କେଉଁ ଗାଁରେ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରିଦୁଆରେ ଆସି ବସିଲେ। ତାଙ୍କ ଭିତରେ ଭାଗବାଣ୍ଟ ବିଚାର ଲାଗିଛି। ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା। ସେ ବିଚାରିଲା, ୟା ଭିତରେ କ'ଣ ଅଛି ଦେଖେନ୍ତେଇ। ଏହା ବିଚାରି ସେ ହାଣ୍ଡିଟି ଖତ ଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା। ଯିମିତି ସେ ପଲମଟିକି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଜାକ ଯିବେ କୋଉ ଗାଁକୁ। ହେଲା ତ ସମସ୍ତଙ୍କ ଉପରେ ମାଡ଼, ତୁଚ୍ଛା ମାଡ଼, ଖାଲି ମାଡ଼, ଫେରେ ଗୋଗଛିଆ ବାଡ଼ିଆ ମାଡ଼। ମାଡ଼ରେ ଗୋରୁ ଚରିଗଲେ। ଏ ଚୋର ଯାଙ୍କ ଟଙ୍କା ଟୋକର ବାଣ୍ଟିବେ କ'ଣ? ମାଡ଼ରେ ଲୋ ଲୋ ବୋପାଲ, ଉଫ୍ ଏମିତି କଲ ବଲ ହେଉଥାନ୍ତି। ହୋଇ କୁଆଡ଼େ ଛାଟିପିଟି ହେଇ ପଳେଇ ଗଲେ। ବାଉଲ ବୋଉଲ ଏମିତି ହେଇ ପଳେଇ ଯାଉଥାନ୍ତି। ତାଙ୍କ ପଛେ ପଛେ ମାଡ଼ ଯାଙ୍କ ଗୋଡ଼େଇ ତୁଚ୍ଛା ଖୋବି ପକାଉଥାନ୍ତି। ମାଡ଼ରେ ଧୂଳି ଧୂଳା ଉଡ଼ି ଯାଉଥାଏ। ଯେଉଁ ଚୋର ଗୋଟା କେତେ ପୂର୍ବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ା ଯାଙ୍କ ଗୋଡ଼େଇ ଗୋଡ଼େଇ ଗଲେ। ଯିଏ ପଶ୍ଚିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧା ଯାଙ୍କ ଗୋଡ଼େଇ ଗୋଡ଼େଇ ଗଲେ। ଯିଏ ଉତ୍ତରକୁ ଗଲେ, ତାଙ୍କୁ ଗୋଇଠା ଯାଙ୍କ ଗୋଡ଼େଇ ଗଲେ। ଯିଏ ଦକ୍ଷିଣକୁ ଗଲେ, ତାଙ୍କ ସଙ୍ଗରେ ମୁଖୀ ଯାଙ୍କ ଗଲେ। ଉଫ୍ ଇମିତି ବୁଢ଼ୀ ବାରିଆଡ଼ୁ ଘଡ଼ିକରେ ମାଡ଼ ଆଉ ଚୋର ଯାଙ୍କ ଗଲେ। ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା ଅଷ୍ଟାଙ୍ଗ ଶରୀର ପରାସ ହେଇ ବଥଉଥାଏ। ତାକୁ ଆଉ ରାତି ଯାଙ୍କ ନିଦ ମାଡ଼ୁନାହିଁ। ସେ ଘର ଭିତରେ କତରାରେ ପଡ଼ି ଏକଡ଼ ସେକଡ଼ ହେଉଥାଏ। ଗୁଡ଼ି ଘର ଭିତରେ ଥାଇ ଗାଲି ପଡ଼ି ଏସବୁ ବାରିଆଡ଼ରେ ରବୟ ଯାଙ୍କ ଶୁଣୁଥାଏ। ରବୟ ମାନେ ଘଟଣା ଯାଙ୍କ। ଯେମିତି ଏ ଚୋର ଯାକ ପଳେଇଲେ, ବୁଢ଼ୀ ଉଠିକରି ବାଡ଼ି କବାଟକୁ ଧଉଡ଼ିକିନା ଫିଟେଇଲା। ଦେଖିଲା ବେଳକୁ ତା ବାଡ଼ି ପତାଣ୍ଡରେ ସିନ୍ଦୁକଟାଏ ଥୁଆ ହୋଇଛି। ପତାଣ୍ଡ ମାନେ ପିଣ୍ଡାର ମୁଣ୍ଡ। ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥିରିକିନା ସିନ୍ଦୁକ କବଟାକୁ ଟେକୁଥାଏ। କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ପୁଣି କିଛି ବାହାରେ। ପଛକୁ ଦେଖିଲା ଯେ ସିନ୍ଦୁକ ଭିତରୁ ଆଉ କିଛି ସୋରସାର ହେଲା ନାହିଁ। ସେଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଅସରପି ମାନେ ସୁନା ମୋହର, ଗହଣା ଗାଣ୍ଠି, ଟଙ୍କା ଟୋକର ସିନ୍ଦୁକେ ଭରିତି ହୋଇଛି। ଏହା ଦେଖି ବୁଢ଼ୀର ମାଡ଼ ଦରଜ କୁଆଡ଼େ ଉଭେଇ ଗଲା।
ତାପରେ ଦେଖାଗଲା ମା ପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ।